ଅଭିମାନର ସ୍ୱର। ହେ କଳା ଠାକୁର, ତୁମେ ସତେ ସହିପାରିଲନି ନାରୀ ସ୍ୱାଧୀନତା। ତେଣୁ ଆଜି ପୃଥିବୀରେ ନାରୀ ନିର୍ଯାତନା, ନାରୀ ସ୍ୱାଧୀନତା ପାଇଁ ସ୍ୱର ଉଠେ ପୃଥିବୀର କୋଣ ଅନୁକୋଣେ, ଘରେ ଓ ବାହାରେ। ସ୍ୱେଚ୍ଛାଚାରୀ ଭାବଟାକୁ ଜାଣି ତୁମେ କବାଟ କିଳିଲ। କି ନହେଲା ସେଥିପାଇଁ? ଭୋକ ଜ୍ୱାଳା ସହିପାରିଲ କି? ତୁମ ମନ 60 ପଉଟି ଭୋଗେ। ଆସକ୍ତି ସତ୍ତାରେ ମଝି ଅନାସକ୍ତ କଥା ତୁମେ କହ। ଅର୍ଜୁନଙ୍କୁ ଭଳି ଭାଳି ଧର୍ମ ସଂସ୍ଥାପନ ନାମେ କୁହୁକ ଲଗାଇ ଏଡ଼େ ବଡ଼ ଯୁଦ୍ଧ ଭିଆଇଲ। ଧର୍ମ ଆଜି ବାଟବଣା ଗଲ କେଉଁ ଆଡ଼େ? ପାଞ୍ଚାଳିର ଡାକ ତୁମେ ଶୁଣିପାରିଥିଲ। ମୃଗୁଣୀର ସ୍ତୁତି ତୁମ କାନରେ ବାଜିଲା। ଗଜ ନିସ୍ତାରଣ କଲ କେଉଁ କାରଣରୁ? ଆଜିର ଗୁଣ୍ଡିଚା ଯାତ୍ରା ତୁମ ପାଇଁ ଏବଂ ଆମ ପାଇଁ। ତୁମକୁ କଚାଡ଼ି କଚାଡ଼ି ପହଣ୍ଡି କରିବୁ। ପୁଣି ରଥରେ ବସାଇ ରଥ ଆନନ୍ଦ ଟାଣିବୁ। ଯେତେ ସବୁ ଦୁଃଖୀ କଷ୍ଟି ମନ୍ଦିର ମନା ସବୁ ଏକାଠି ହଉଛୁ। ଆଖିରୁ ଲୁହ ଗଡ଼ାଇ କୋହକୁ ହୃଦୟ ଚାପି ଆଖି ସଙ୍ଗେ ତୁମ ଆଖିକୁ ମିଳାଇ ପଚାରିବୁ ଏବଂ ପଚାରିବୁ, ଏ କି କଲ? ଷୋଳ କଳା ନିଜେ ରଖି କାଣିଚାଏ ଫିଙ୍ଗିଦେଲ ଆମରି ଆଡ଼ୁ। ସମତାର ଭାବ ତୁମେ କେମିତି କହୁଛ? ଆଜି ତୁମେ ଜବାବ ଦେବ ଆମକୁ, ନତୁବା ଅସହାୟ ଭୋକର ଜ୍ୱାଳା ତୁମେ ହିଁ ସହିବ। ନାରୀ ନିର୍ଯାତନା ସବୁ ତୁମେ ହିଁ ଭୋଗିବ। ଆଖି ମଟମଟ କରି ଭଲେଇ ହେଉଛ। ସୃଷ୍ଟି ତ ଭିଆଇଥିଲ ସମ୍ଭାଳ କର। ସତଟା ଶୁଣିବା ପାଇଁ ମିଛିକିଆ ଡର। ଦେଖାଯାଉଛି ମନ୍ଦିର, ପୂଜାର୍ଚ୍ଚନା, ପ୍ରବଚନ ଓ ବିଭିନ୍ନ ଧର୍ମାନୁଷ୍ଠାନ ଆଡ଼କୁ ଲୋକଙ୍କର ଭିଡ଼ ବଢ଼ି ଚାଲିଛି। ସେମାନଙ୍କ ପାଖରେ ଥିବା କାଣିଚାଏ କଳାର ସହଯୋଗ ବର୍ତ୍ତମାନର ଅସହାୟ ଅବସ୍ଥାକୁ ଟାଳି ଦେଇହେବ। ସେମାନଙ୍କ ପାଇଁ କବିତାଟି। କବିଙ୍କର ଅଭିମାନ କଳା ଠାକୁରଙ୍କ ଉପରେ। କବି କହୁଛନ୍ତି, ଆପଣଙ୍କ ଯୋଗୁଁ ହିଁ ନାରୀମାନେ ତାଙ୍କ ସ୍ୱାଧୀନତା ହରାଇଛନ୍ତି। ଆପଣଙ୍କର ଅଜାଣତାରେ ଲକ୍ଷ୍ମୀ ଠାକୁରାଣୀ ତାଙ୍କର ଭକ୍ତ ଘରକୁ ଯାଇଛନ୍ତି। ଏହାକୁ ସ୍ୱେଚ୍ଛାଚାରୀର ଆଖ୍ୟା ଦେଇ ସେ ତାଙ୍କୁ ବଡ଼ ଦେଉଳକୁ ଆସିବାକୁ ମନା କରିଦେଇଥିଲେ। ଏହି ନିର୍ଯାତନା ଯୋଗୁଁ କଳା ଠାକୁରଙ୍କୁ ଖାଇବାକୁ ମୁଠାଏ ମିଳିଲେନି। ପୁଣି ଲକ୍ଷ୍ମୀ ଠାକୁରାଣୀ ତାଙ୍କୁ ମହାଭାରତ ଯୁଦ୍ଧର କର୍ତ୍ତା ବୋଲି ଆରୋପ କରିଛନ୍ତି। ଧର୍ମ ଆଜି ବାଟବଣା, ଆପଣ ଏତେବେଳକୁ କୁଆଡ଼େ ଗଲ ବୋଲି ପ୍ରଶ୍ନ କରିଛନ୍ତି। ନିଜେ 16 କଳା ରଖି କାଣିଚାଏ କଳା ଦେଇଛନ୍ତି। ଏସବୁ କାମ ପାଇଁ ଭୋକ ଜ୍ୱାଳା ଆପଣଙ୍କୁ ହିଁ ସହିବ। ନାରୀ ନିର୍ଯାତନା ଯେତେ ଆପଣ ହିଁ ଭୋଗିବେ ବୋଲି ଲକ୍ଷ୍ମୀ ଠାକୁରାଣୀ ଭର୍ତ୍ସନା କରିଛନ୍ତି। ଶେଷରେ କବି ମାନବ ସମାଜକୁ ଏକାଠି ହେବାକୁ କହିଛନ୍ତି। କଳା ଠାକୁର ଦେଇଥିବା କାଣିଚାଏ କଳାର ସହଯୋଗରେ ବର୍ତ୍ତମାନର ଅସହାୟ ଅବସ୍ଥାକୁ ଟାଳି ଦେଇ ହେବ ବୋଲି କହିଛନ୍ତି।